ଚୁକ୍ତିନାମା ଅନୁଯାୟୀ ମତେ 2 ବର୍ଷରେ 80 ଲକ୍ଷ ଟଙ୍କା ମିଳିବା କଥା ଏବଂ ମୁଁ କିଭଳି ଭାବରେ 57 ଲକ୍ଷ ଟଙ୍କା ସେଥିରୁ ଫେରତ ଦେଇଛି ବୋଲି ପୀयूष त्रिपाठी ପ୍ରଶ୍ନ କରିଥିଲେ। ପୀयूष ସତ୍ୟର ଆଧାର ଉପରେ ତାଙ୍କର ମନ୍ତବ୍ୟ ରଖିଛନ୍ତି ଏବଂ ସତ୍ୟର ଆଧାର ଉପରେ ସେ ତାଙ୍କର ସମସ୍ତ ସବମିଶନ କରୁଥିଲେ। ସୁଟ୍ ଫର କମ୍ପେନସେସନ ଫାଇଲ କରିନାହାନ୍ତି, ସୁଟ୍ ଫର ଡ୍ୟାମେजेस ଫାଇଲ କରିନଥିଲେ, ରିକଭରି ଅଫ ମନି କରିନାହାନ୍ତି। କେବଳ ସେମାନଙ୍କର ଗୋଟିଏ ଉଦ୍ଦେଶ୍ୟ ଥିଲା ଯେ କିଭଳି ଭାବରେ ପୀयूषକୁ ସେମାନେ ମଞ୍ଚରୁ ବାହାରେ ରଖିବେ। ଇଣ୍ଟରିମ୍ ଅର୍ଡର ହେଇଥିଲା, ମଧ୍ୟବର୍ତ୍ତୀକାଳୀନ ଆଦେଶଟି ହେଇଥିଲା, ସେ ମଧ୍ୟବର୍ତ୍ତୀକାଳୀନ ଆଦେଶଟି ଏବେ ଉଠି ଯାଇଛି। ତେଣୁ ଏବେ ପୀयूष ତାଙ୍କର ମଞ୍ଚ ଚଢିବେ ଏବଂ ମଞ୍ଚରେ ଯାତ୍ରା କରିବେ। ମହକୈଲ କହିଥିଲେ ଯେ ସେଭଳି କୌଣସି ଚୁକ୍ତିନାମା କେବେ ଦସ୍ତଖତ କରିନାହାନ୍ତି ଏବଂ ଚୁକ୍ତିନାମାଟି ହେଉଛି ଗୋଟିଏ ଫୋର୍ସ ଡକ୍ୟୁମେଣ୍ଟ ବୋଲି। ସେ କଥା ମଧ୍ୟ ଦର୍ଶାଇଥିଲେ ଯେ ଯଦି ମୁଁ କୌଣସି ଚୁକ୍ତିନାମା କରିଛି ତାହେଲେ ଚୁକ୍ତିନାମା ଅନୁଯାୟୀ ମତେ 2 ବର୍ଷରେ 80 ଲକ୍ଷ ଟଙ୍କା ମିଳିବା କଥା ଏବଂ ମୁଁ କିଭଳି ଭାବରେ 57 ଲକ୍ଷ ଟଙ୍କା ସେଥିରୁ ଫେରତ ଦେଇଛି ବୋଲି ପୀयूष त्रिपाठी ପ୍ରଶ୍ନ କରିଥିଲେ। ତେଣୁ ଏଥିରୁ ସ୍ପଷ୍ଟ ଅନୁଭବ ହେଉଥିଲା ଯେ ପୀयूष ସତ୍ୟର ଆଧାର ଉପରେ ତାଙ୍କର ମନ୍ତବ୍ୟ ରଖିଛନ୍ତି ଏବଂ ସତ୍ୟର ଆଧାର ଉପରେ ସେ ତାଙ୍କର ସମସ୍ତ ସବମିଶନ କରୁଥିଲେ ଏବଂ ଅପର ପାର୍ଶ୍ୱ ଗୋଟିଏ କପଳକଳ୍ପିତ ଭିତ୍ତିହୀନ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ତାଙ୍କର ଏଇ ଯୋଉ କନକୋଟେଡ ଷ୍ଟୋରିଟିଏ ତିଆରି କରିଥିଲେ, ଯାହାକି ମାନ୍ୟବର କୋର୍ଟଙ୍କ ନିକଟରେ ପ୍ରତିପାଦିତ କରାଯାଇଥିଲା ଯେ ଏଇ ପିଟିସନଟି କେବଳ ପୀयूष त्रिपाठीଙ୍କୁ ଯାତ୍ରା ମଞ୍ଚରୁ ରଖିବା ପାଇଁ ଯେ ସେ କିଭଳି ଭାବରେ ପରବର୍ତ୍ତୀ ଅବସ୍ଥାରେ ଆଉ ଯାତ୍ରା କରିପାରିବେ ନାହିଁ ସେଥିପାଇଁ ନିହିତ ଥିଲା ଏବଂ ଉଦ୍ଦେଶ୍ୟ ଥିଲା ଅପର ପକ୍ଷର ଯେ ପୀयूष त्रिपाठी ମଞ୍ଚରେ ନ ଚଢନ୍ତୁ ଜୁନ୍ ମାସ ପର୍ଯ୍ୟନ୍ତ। ସେଥିପାଇଁ ସେମାନେ କୌଣସି ସୁଟ୍ ଫର ଡିକ୍ଲାରେସନ ଫାଇଲ କରିନାହାନ୍ତି, ସୁଟ୍ ଫର କମ୍ପେନସେସନ ଫାଇଲ କରିନାହାନ୍ତି, ସୁଟ୍ ଫର ଡ୍ୟାମେजेस ଫାଇଲ କରିନଥିଲେ, ରିକଭରି ଅଫ ମନି କରିନାହାନ୍ତି। କେବଳ ସେମାନଙ୍କର ଗୋଟିଏ ଉଦ୍ଦେଶ୍ୟ ଥିଲା ଯେ କିଭଳି ଭାବରେ ପୀयूषକୁ ସେମାନେ ମଞ୍ଚରୁ ବାହାରେ ରଖିବେ। ପୀयूष ଜଣେ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ଏବଂ କଳାକାର ଭାବରେ ତାଙ୍କର ଯେତିକି ନାଁ ଅଛି ଏବଂ ଦର୍ଶକ ମାନଙ୍କ ନିକଟରେ ତାଙ୍କର ଯୋଉଭଳି ପ୍ରକାର ଲୋକପ୍ରିୟତା ଅଛି, ତାଙ୍କର ମକଦ୍ଦମାରୁ ସ୍ପଷ୍ଟ ଭାବେ ପ୍ରମାଣିତ ହେଉଥିଲା ଯେ ପୀयूष ସତ୍ୟର ଆଧାର ଉପରେ ତାଙ୍କର ସମସ୍ତ ସବମିଶନ ରଖିଥିଲେ। ଆଉ ଗୋଟେ କଥା, ଏଇ ଘଟଣା ମଧ୍ୟ ପୂର୍ବରୁ ଏ ବିଷୟରେ ଆଲୋଚନା ହେଇଥିଲା। ମଝିରେ ଗୋଟେ ମାଲିକ ଏବଂ ଏଇ ଯୋଉ କର୍ମଚାରୀ ଅଛନ୍ତି ପୀयूष त्रिपाठी କଳାକାର ମଧ୍ୟ ଗୋଟେ ଆପୋଷ ସମାଧାନ ହେଇଥିଲା, ପଇସା ମଧ୍ୟ ଫେରେଇବାର ଗୋଟେ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା। ପରବର୍ତ୍ତୀ ସମୟରେ ଏଇ ଯୋଉ ପ୍ରମୋଦ ସ୍ୱାଇଁ ଆପଣ କଥା କହୁଛନ୍ତି ଯାତ୍ରା ଅପେରା ସୂର୍ଯ୍ୟ ମନ୍ଦିର, ସିଏ ପୁଣି କାହିଁକି ଅଭିଯୋଗ ଆଣିଲେ ଯେହେତୁ କୋର୍ଟରେ ଗୋଟେ ଏତଲା କଲେ, ଏଇ ବିଷୟରେ କଣ ଆପଣଙ୍କର ମତାମତ ରହିବ? ଦେଖନ୍ତୁ, ପ୍ରମୋଦ ସ୍ୱାଇଁ କୋର୍ଟକୁ ଆସିନଥିଲେ ମକଦ୍ଦମାରେ, ସମୀର ରଞ୍ଜନ त्रिपाठी ମକଦ୍ଦମାକୁ ଫାଇଲ କରିଥିଲେ ଏବଂ ଯେଉଁ ପ୍ଲେଣ୍ଟିଫ ଯିଏ ଫାଇଲ କରିଥିଲେ ସେ ତାଙ୍କର ଯାହା ଆଧାର ଦେଇଥିଲେ ତା ବେସିସରେ କୋର୍ଟ ତାଙ୍କର ରାୟ ଶୁଣେଇଛନ୍ତି। ଏଥିରେ ପ୍ରମୋଦ ସ୍ୱାଇଁଙ୍କର ଡାଇରେକ୍ଟଲି କେତେ ଇନଭଲଭମେଣ୍ଟ ଥିଲା ସେ ସମ୍ପର୍କରେ ମୁଁ ଜାଣି ନାହିଁ ଏବଂ ମନ୍ତବ୍ୟ ଦେବା ମଧ୍ୟ ଉଚିତ ନୁହେଁ। ଗୋଟେ କଥା ଯେ କେତେ ସମୟ ଗୋଟେ ଆର୍ଗୁମେଣ୍ଟ ଚାଲିଲା, ଉଭୟ ଆପଣ ପକ୍ଷ ରଖିଲେ ଏବଂ ଅପର ପକ୍ଷ ଯୋଉ ଓକିଲ ଅଛନ୍ତି ସେ ବି ପକ୍ଷ ରଖିଥିବେ, କେତେ ସମୟ ଆର୍ଗୁମେଣ୍ଟ କଣ ଚାଲିଲା ସେ ବିଷୟରେ ଟିକେ ଆଲୋଚନା। ମାନ୍ୟବର କୋର୍ଟ ଏଇ ମକଦ୍ଦମାକୁ ଗତ ଗୁରୁବାର ଦିନ 2 ଘଣ୍ଟା ଧରିକି ଶୁଣିଥିଲେ ଏବଂ ସିଭିଲ ଜଜ ଜୁନିୟର ଡିଭିଜନ କୋର୍ଟରେ ଏ 2 ଘଣ୍ଟାର ଆର୍ଗୁମେଣ୍ଟ ପରେ ସିଭିଲ ଜଜ ଜୁନିୟର ଡିଭିଜନ ତାଙ୍କ ରାୟ ଆଜି ପ୍ରକାଶ କରିବା ପାଇଁ ଦିନ ଧାର୍ଯ୍ୟ କରିଥିଲେ ଏବଂ ସେହି ଅନୁପାତରେ ତାଙ୍କର ରାୟ ପ୍ରକାଶ ପାଇଛି। ଏଇ ଯୋଉ ବର୍ତ୍ତମାନ ଯୋଉ କେସଟି ଚାଲିଛି, ଏ କେସ୍ ଚାଲିବ ନା କେସ୍ ଏଠି କ୍ଲୋଜ ହେଲା ନା ଆଉ ଗୋଟେ କଥା, କେବଳ ଯାତ୍ରା ପେଣ୍ଡାଲ ଚଢି ପାରିବେ ବୋଲି ପୀयूष ମାନ୍ୟବର ଅଦାଲତ ରାୟ ପ୍ରକାଶ କରିଛନ୍ତି। ସିଭିଲ ଜଜ ଜୁନିୟର ଡିଭିଜନରେ ସିଭିଲ ସୁଟଟି ପେଣ୍ଡିଂ ଅଛି, କିନ୍ତୁ ଯୋଉ ଇଣ୍ଟରିମ୍ ଅର୍ଡର ହେଇଥିଲା, ମଧ୍ୟବର୍ତ୍ତୀକାଳୀନ ଆଦେଶଟି ହେଇଥିଲା, ସେ ମଧ୍ୟବର୍ତ୍ତୀକାଳୀନ ଆଦେଶଟି ଏବେ ଉଠି ଯାଇଛି। ତେଣୁ ଏବେ ପୀयूष ତାଙ୍କର ମଞ୍ଚ ଚଢିବେ ଏବଂ ମଞ୍ଚରେ ଯାତ୍ରା କରିପାରିବେ। କେସ୍ କିନ୍ତୁ ଚାଲିବ। ସିଭିଲ ଜଜ ଜୁନିୟର ଡିଭିଜନରେ ସିଭିଲ ସୁଟଟି ଚାଲିବ। ଆସନ୍ତା ଜୁନ ମାସ ପର୍ଯ୍ୟନ୍ତ ଏ ସିଭିଲ ସୁଟର ଅଛି
जो टाइम कारण चुक्तिटा जून मास पर्यंत ही रही मास परे ये टोटली कंप्लीटली केस ऊपर जहा गोटे आधार ये एबे पीयूष तांकर यात्रा करिवे मु परवर्ती अवस्था रे आम आशा करिवु जे सबु केस मध्य सरी नमस्कार भुवनेश्वर रे आरंभ हो जाइछि फर्निचर इंटीरियर आउ लाइफस्टाइल एक्सपो 2026 16 रु 26 जनवरी पर्यंत क्लब टाउन ग्राउंड डमणा स्क्वायर थारे दिन 2टा रु राति 10टा पर्यंत आसंतु नेशनल एंड इंटरनेशनल प्रोडक्ट्स को एक्सपीरियंस करंतु ऑर्गेनाइज्ड बाय गुप्ता इवेंट